ନାଗରିକର ସଫଳତା ପାଇଁ ତୁମର ପଣ୍ଡା ବନ୍ଧୁ ଆଉ ଏଇ ଦି ଦିନ ବହୁତ ଆନନ୍ଦ ଅଛି ହଉ ଆଉ ଏମାନଙ୍କର ଅବଦାନ ରହିଛି ସାହିତ୍ୟ ପାଇଁ ଯୋଉମାନେ କାର୍ଯ୍ୟ କରୁ ରୋଜଗାରୀ ନାମ ଝିଅ ବଢିଆ କାମ ଯୋଉ ପତ୍ରିକାଟି ବାହାର କରିଛି ତାକୁ ଦେଖନ୍ତୁ ତାର ଷ୍ଟାଣ୍ଡାର୍ଡ କେମିତି ଯଦି ସେଟା କଣ୍ଟିନ୍ୟୁ କରେ ଆଉ ଦରକାର ଇତିହାସ ରହିଯିବ ତେଣୁ ସାହିତ୍ୟ ହିଁ ଇତିହାସ ରହେ ଇତିହାସକୁ ତିଆରି କରେ ଆଜି ଯୋଉ ସାହିତ୍ୟର ସମାବେଶ ଏଠି ଅଛି ଏ ଅନବଦ୍ୟ ପର୍ବ ଓଡ଼ିଆ ଜାତି ଆଜି ଯଦି ଉପରକୁ ଉଠୁଛି ସାହିତ୍ୟ ଆପଣମାନେ କଳ୍ପନା କରିବେ ଇଂରେଜ ମାନେ 20,000 ଶବ୍ଦରେ ଆମକୁ ଏବେ ବି ରାଜତ୍ୱ କରୁଛନ୍ତି ଆମମାନଙ୍କର ଶବ୍ଦର ସଂଖ୍ୟା ଓଡ଼ିଆର 3 ଲକ୍ଷରୁ ଉର୍ଦ୍ଧ୍ୱ ସମଗ୍ର ପୃଥିବୀରେ ଆମେ ନମ୍ବର 1 ଯେହେତୁ ଆମର ଶ୍ରେଷ୍ଠ କବି ଉପେନ୍ଦ୍ର ଭଞ୍ଜ ଏପର୍ଯ୍ୟନ୍ତ ଅନୁବାଦ ହେଇପାରିଲାନି ଏତେ ସୁନ୍ଦର ଭାଷା ଆମ ଏ ଓଡ଼ିଶା ତା ଭିତରେ ଶିକ୍ଷା ସମାଜସେବୀ ଶିକ୍ଷକ କଟକ ଆଜି ଅନ୍ତରିକ୍ଷ ଚାରିଟେବଲ ଟ୍ରଷ୍ଟର ରଜ ମହୋତ୍ସବ ଆଗକୁ ଅଛି ତା ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଏଇ ପବିତ୍ର ମାଟି ଭୁବନେଶ୍ୱର ରାଜଧାନୀ ବୁଦ୍ଧ ମନ୍ଦିର ରଖା ହେଇଥିଲା ଆଉ ଏଥିରେ ଉଦ୍ଘାଟକ ଭାବରେ ଥିଲେ ବିଶିଷ୍ଟ କବି ହେଉଛନ୍ତି ପୂର୍ବତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ ଏବଂ ଆଉ ମୁଖ୍ୟ ବକ୍ତା ଥିଲେ ବଙ୍କିମ ଚନ୍ଦ୍ର ନାୟକ ଜଣେ ଆକାଶବାଣୀର ସାମ୍ବାଦିକ ସାହିତ୍ୟିକ ଏବଂ ଡକ୍ଟର ରୋଜାଲିନ ସେନାପତି ଯେ ବର୍ଷର 20 ଖଣ୍ଡ ବହି ତାଙ୍କର ଉନ୍ମୋଚନ ହୁଏ ଏବଂ ମାନ୍ୟଗଣ୍ୟ ଅତିଥିଙ୍କ ଗହଣରେ এই সব কার্য রখা হয়েছিল পত্রিকা উন্মোচন সম্বর্ধনা কার্য ବି ରଖା ହେଇଥିଲା ତାଙ୍କର ଏଥିର ମୁଖ୍ୟ ପ୍ରତିଷ୍ଠାତା ହଉଛି ଆନନ୍ଦ ଚନ୍ଦ୍ର ମାଇକ ଲକ୍ଷ୍ମୀପ୍ରିୟା ମାଇକ ତାଙ୍କର ସେ ପ୍ରକୃତିରେ ବୁଝିଛନ୍ତି ମା ମାଟି ଭାଷା କଣ ତାକୁ ଲକ୍ଷ୍ୟ କରି ଏ କାର୍ଯ୍ୟକ୍ରମ ରଖୁଛନ୍ତି ଏ କାର୍ଯ୍ୟକ୍ରମରେ ରାଜ୍ୟସ୍ତରୀୟ ଯୋଉ କବି କବୟିତ୍ରୀ ଆସିଥିଲେ ମାନେ କ୍ୱାଲିଟି କବି କବୟିତ୍ରୀ ମାନେ ଆସିଥିଲେ ଆମେ ଆଜିକାଲି କ୍ୱାଣ୍ଟିଟିକୁ ଦେଖିବାନି କ୍ୱାଲିଟି ବାଲା ଦେଖିବା ତେଣୁ ଭଲ କ୍ୱାଲିଟିର କବି କବୟିତ୍ରୀ ଆସିଥିଲେ ତାଙ୍କର କବିତା ପାଠ ଖୁବ ସୁନ୍ଦର ଭାବରେ ରଖିଥିଲେ ବର୍ତ୍ତମାନ ବିଶ୍ୱ ପରିବେଶ ଦିବସ ଯାଇଛି ତାରି ଉପରେ କବିତା ପାଠ ଉତ୍ସବ ବହୁତ ରଖିଥିଲେ କବିତା ପାଠ ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରେ ଯଦି ପ୍ରକୃତରେ ଆମେ ଆଗକୁ ବଢିବା କେବଳ ଭାଷା ଦ୍ୱାରା ଭାଷାକୁ ବଞ୍ଚିବାକୁ ହେଲେ ଯେ ଯୁବପିଢିକି ଯୋଗ କରିବା ଯୁବପିଢିକି ଯୋଗ କଲେ ଶିଶୁ ସାହିତ୍ୟିକ ଉପରେ ଆମେ ଅଧିକ ଗୁରୁତ୍ୱ ଦବା ଯଦି ଦବା ଶିଶୁମାନେ ଯଦି ଆସିବେ ଯୁବପିଢି ଆସିବେ ଭାଷା ଆଗକୁ ଯିବ କାହିଁକିନା ଆମେ ସବୁ ଜାଣିଛନ୍ତି ଯେଉଁ ରାଜ୍ୟର ଆଞ୍ଚଳିକ ଭାଷା ଯେତେ ଉନ୍ନତ ସେ ରାଜ୍ୟ ସେତେ ଉନ୍ନତ ଆମର ଏକ ହଉଛି ଏକ ଆମର ଓଡ଼ିଶା ଏକ ରାଜ୍ୟ ମନ୍ଦିରମାଳିନୀ ପ୍ରାକୃତିକ ପରିବେଶ ପୁରା ପରିପୂର୍ଣ୍ଣ ତାକୁ ଆମେ ଭାଷା ଗୁରୁତ୍ୱ ଦବା 122 ବର୍ଷ ବିତିଗଲେଣି କାରଣ ଭାଷା ବହୁତ ଆଗକୁ ଯାଇଛି ଆଗରୁ ଥିଲା ଜିଲ୍ଲାର ଗୋଟେ ଗୋଟେ ହଉଥିଲା ଏବେ ପ୍ରତି ପଞ୍ଚାୟତ ବ୍ଲକରେ ବି ହଉଛି ଅର୍ଥ ବୁଝିବା ଭାଷା ବହୁତ ଆଗକୁ ଯାଇଛି ଅନ୍ତରିକ୍ଷ ଚାରିଟେବଲ ଟ୍ରଷ୍ଟ ରଜ ଉତ୍ସବ ପାଳନର ଏଇଟା 7 ବର୍ଷ ଅନ୍ତରିକ୍ଷ ଏମିତି ଆମ ଭାରତୀୟ ମୁଖ୍ୟ 5ଟି ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରି ଆସିଛି ଅନ୍ତରିକ୍ଷ ଚାରିଟେବଲ ଟ୍ରଷ୍ଟର ମୁଖ୍ୟ ଲକ୍ଷ୍ୟ ହେଲା ସମାଜ ସେବା କରିବା ତେଣୁ ଅନ୍ତରିକ୍ଷ ୟା ପୂର୍ବରୁ ମାଗଣାରେ ଔଷଧ ବଣ୍ଟନ ପତ୍ରିକା କାଢ଼ିବା ତାପରେ ସମାଜସେବୀ ସଫାଇ କାର୍ଯ୍ୟକ୍ରମ ରକ୍ତ ଦବା ଏସବୁ କାର୍ଯ୍ୟକ୍ରମ ମାନ କରି ଆସିଛି ମୁଁ ଏଇ ଅନ୍ତରିକ୍ଷ ଚାରିଟେବଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଲକ୍ଷ୍ମୀପ୍ରିୟା ମ୍ୟାଡ଼ାମ उद्देश्य केवल साहित्य सेवा नहीं समाज सेवा किरकीय सेवा अच्छे अन्य जो गाँ गहली जो प्रतिभा मान अच्छा जो मैंने विकसित हो पारे से आनिक आम लोकलोचन सहित आम प्रत्येक वर्ष प्राय 7-8 जन प्रतिभा आम सम्मानित करूँ एथर टे अधिक जेहेतु श्रीजुत प्रसन्न पाट्टशाणी महोदय
नहीं तो बहुत खुशी दिए तो साहित्य फंक्शन में बेसी होची किरमीय सेवा करिया मते बहुत खुशी दिए ଆମେ ଆମ ସାଧ୍ୟ ମତେ ତ କାର୍ଯ୍ୟକ୍ରମ ଚାଲୁଛି ନିଶ୍ଚିତ ଏବେ କବିତା ପଢିବା ରୁଚି କମି ଯାଇଛି କିନ୍ତୁ ଯୋଉମାନେ ପ୍ରକୃତରେ ଆମେ ଲେଖୁଛୁ ଆମେ ହିଁ ପଢୁଛୁ କିନ୍ତୁ ଏଇ ଦୃଷ୍ଟିରୁ ଆମର ପ୍ରାୟତଃ କବି ସଂଖ୍ୟା କିନ୍ତୁ ବଢି ଚାଲିଛି କିନ୍ତୁ ପାଠର ସଂଖ୍ୟା କମି ଚାଲିଛି